ପୂର୍ଣ୍ଣନାଗ ଉମରି ଗ୍ରାମ ପଞ୍ଚାୟତର ସଦସ୍ୟ ଅଟେ। ଆଉ ଯେହେତୁ ଆମେ ବିଗତ କାଲି ଦୁର୍ଘଟଣାରେ ବିବେକ କୁମାର ନାୟକ ଆମେ ବହୁତ ବଡ଼ କଳାକାରଙ୍କୁ ହରାଇଛୁ। ଆଉ ତାଙ୍କର ବୟସ ସୀମା ଥିଲା 32 ବର୍ଷ 32। ଆଉ ସେ ଗତ 6 ବର୍ଷ ହେଲା ବହୁତ ସୁନ୍ଦର ସେ ବଇଁଶୀ ଇତ୍ୟାଦି ବାଦ୍ୟ ଯନ୍ତ୍ର ଇତ୍ୟାଦି ସେ ଶିଖି ଅନେକ ଲୋକଙ୍କର ମନକୁ କିଣୁଥିଲେ। ଆଉ ସେ ଭାଇଙ୍କୁ ଆମେ ସେ ବିବେକ କୁମାର ନାୟକ ଭାଇଙ୍କୁ ହରାଇଛୁ। ଆମେ ବହୁତ ଦୁଃଖ। ଆଉ ଉମରିରେ ଗୋଟିଏ ବହୁତ ବଡ଼ ଦୁର୍ଘଟଣା ଘଟିଗଲା। ଆଉ ସମସ୍ତଙ୍କର ମୁହଁରେ ହସ ନାହିଁ। ଆଉ ବହୁତ ଦୁଃଖରେ ଆମେ ଭାଙ୍ଗି ଅଛୁ। ଆଉ ସେହିପରି ଲୋକ କିମ୍ବା ଆମ ସେ ବିବେକ ଭାଇଙ୍କୁ ଆଉ ସେହିପରି ଉମରିରେ ପାଇବାଟା ହୁଏତ ଆମେ ପାଇପାରିବା ନାହିଁ। ଆଉ ତାଙ୍କର ଘରର ସଦସ୍ୟମାନେ ମଧ୍ୟ ଅନେକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆଉ ଆସନ୍ତା ଦିନରେ ବିବେକ ଭାଇଙ୍କର ଆତ୍ମାକୁ ପ୍ରଭୁ ଆଉ କୌଶଳରେ ରଖନ୍ତୁ, ଏହା ଆମମାନଙ୍କର କାମନା ଅଟେ। ଆଉ ବିଗତ କାଲି ଆଉ ଦୁର୍ଘଟଣାରେ ତାଙ୍କର ଜୀବନ ହରାଇ ବସିଥିଲେ। ଆଉ ସେହି ଦୁର୍ଘଟଣା ଅନେକ ଅକସ୍ମାତ ହୋଇଥିଲା, ଯାହା ଆମେ ଭାବିନଥିଲୁ ସେହି ପ୍ରକାର ଦୁର୍ଘଟଣା ହୋଇ ସେହି ଦୁର୍ଘଟଣା ଜାଗାରେ ହିଁ ତାଙ୍କର ପ୍ରାଣ ହରାଇଥିଲେ। ଏବଂ ଆଉ ତାଙ୍କର ସେହି ଦେହ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ହେବା ସକାଶେ ତାଙ୍କର ଆତ୍ମାଙ୍କୁ ଶାନ୍ତି ଏବଂ ସାନ୍ତ୍ୱନା ଦେବା ନିମନ୍ତେ ଆମମାନେ ଗ୍ରାମର ସମସ୍ତ ଛୋଟ ବଡ଼ ଭଦ୍ର ବ୍ୟକ୍ତିମାନେ ଏବଂ ପାଳକ ପ୍ରାଚୀନ ମାନେ ମିଶି ଆଉ ତାଙ୍କ ଘରଠାରୁ କ୍ୟାଣ୍ଡେଲ ରାଲି ଗୋଟିଏ କରିବା ପାଇଁ ଆମେ ସୁଯୋଗ ପାଇଲୁ। ଆଉ କ୍ୟାଣ୍ଡେଲ ରାଲି ଆରମ୍ଭ ହେଲା ତାଙ୍କ ଘରଠାରୁ ଏବଂ ଜେଏଲସି ଚର୍ଚ୍ଚ ସମ୍ମୁଖ ଠାରୁ ଟର୍ନ କରି ଆଉ ଯେଉଁଠାରେ ଦୁର୍ଘଟଣା ଘଟିଗଲା ସେହି ଜାଗାରେ ଆସି ଆମେ ତାଙ୍କର ଶାନ୍ତି ନିମନ୍ତେ ଅଳ୍ପ ସମୟ ପ୍ରାର୍ଥନା କଲୁ।